ଦେଖ ଆଜି ଆମେ ପଢ଼ିବା ଓଡ଼ିଆ ଗ୍ରାମାରର ଛନ୍ଦ। କ'ଣ ପଢ଼ିବା? ଓଡ଼ିଆ ଗ୍ରାମାରର ଛନ୍ଦ। ଛନ୍ଦକୁ ଆମେ କେମିତି ସର୍ଟ ଟ୍ରିକ୍ସରେ ମନେ ରଖିବା ଆଉ ବହୁତ ଇଜି, ବହୁତ ଶୀଘ୍ର ବି କେମିତି ମାନେ ଏକ୍ଜାମ୍ର କ୍ୱେଶ୍ଚିନ୍କୁ ଆମେ ଆଟେଣ୍ଡ କରିପାରିବା ହେଲା। ତ ଛନ୍ଦର ସର୍ଟ ଟ୍ରିକ୍ସକୁ ଆମେ ଦେଖିବା କ'ଣ? ସର୍ଟ ଟ୍ରିକ୍ସ ହେଉଛି ରାଚ ଗୁମୁ କକା ବିଭୁ ବିନ ସଚ୍ଚୋର। ରାଚ ଗୁମୁର କକା ହେଲା। ରାଚ ଗୁମୁର କକା, ତା କକା ନାଁ କ'ଣ ହେଉଛି? ଜଣଙ୍କ ନାଁ ବିଭୁ ଆଉ ଜଣଙ୍କ ନାଁ ବିନ। ଏମିତି ଭାବରେ ମନେ ରଖିବ ହେଲା। ରାଚ ଗୁମୁର କକା କିଏ? ମାନେ ସର୍ଟ ଟ୍ରିକ୍ସଟା ବି ପୁରା ସେଣ୍ଟେନ୍ସଟା ଲାଇନ୍ରେ ମନେ ରହିପାରିବ। ନିଜକୁ ନିଜେ ଏମିତି କ୍ୱେଶ୍ଚିନ୍ ପଚାରିବ କି ନାଁ ହେଉଛି କ'ଣ? ରାଚଗୁମୁର କକା, ତା କକା କିଏ? ବିଭୁ ଆଉ ବିନର ସଚ୍ଚୋର ହେଲା। ରାଚଗୁମୁର କକା କିଏ? ବିଭୁ ଆଉ ବିନ ସଚ୍ଚୋର ହେଲା। ତ ଦେଖିବା ଛନ୍ଦରେ ଆମେ ଦେଖିବା ରାରୁ କ'ଣ ନା, ଏଠି ଆମେ ଫାଷ୍ଟ କ'ଣ ଦେଇଛି ନା ଛନ୍ଦ। ଏପଟେ ଆମେ ଦେଖିଛେ ଅକ୍ଷର ସଂଖ୍ୟା। ଅକ୍ଷର ସଂଖ୍ୟାକୁ ବି ଅକ୍ଷର ସଂଖ୍ୟାକୁ ଟିକେ ମନେ ରଖିବାକୁ ପଡ଼ିବ। ଟିକେ ମାଇଣ୍ଡ ସେଟଅପ୍ କଲେ ତ ଅକ୍ଷର ସଂଖ୍ୟା ମନେ ରହିଯିବ। କେଉଁଠି କମିଲା କେଉଁଠି ବଢ଼ିଲା ଜଷ୍ଟ ଏତିକି ଟିକେ ମନେ ରଖିଲେ ତାପରେ ଷ୍ଟେପ୍ ବାଇ ଷ୍ଟେପ୍ ମନେ ରହିଯିବ ହେଲା। ତ ଆମେ ଦେଖିବା କି ରାରୁ କ'ଣ ନା ରାମଗିରି। ରାରୁ ହେଉଛି ରାମଗିରି। ରାମଗିରିର ଅକ୍ଷର ସଂଖ୍ୟା କେତେ ନା 16। ଫାଷ୍ଟ ଆମର ଅକ୍ଷର ସଂଖ୍ୟା ରାମଗିରିର 16 ବୋଲି ଏଟାକୁ ମାଇଣ୍ଡ ସେଟ୍ କରିବ। ତ ରାରୁ ହେଉଛି ରାମଗିରି। ରାମଗିରିର ଅକ୍ଷର ସଂଖ୍ୟା ହେଉଛି 16। ତାପରେ ଚରେ ହେଉଛି ଚକ୍ରକେଳି। ଚକ୍ରକେଳିରୁ ଅକ୍ଷର ସଂଖ୍ୟା ହେଉଛି 11 ହେଲା। ଚକ୍ରକେଳି ଅକ୍ଷର ସଂଖ୍ୟା 11। ରାଚ ଗୁରୁ ହେଉଛି ଗୁଜରୀ। ଏମିତି କ୍ୱେଶ୍ଚିନ୍ ବି ଆସିପାରେ ଗୁଜରୀ କିମ୍ବା ଭାଗବତ ପାଣି ଆସିପାରେ। ନହେଲେ ଏମିତି ବି କ୍ୱେଶ୍ଚିନ୍ ଆସିପାରେ ବି ଗୁଜରୀର ମାନେ ତାକୁ ଆଉ କ'ଣ କୁହାଯାଏ ନା ଭାଗବତ ବାଣୀ ବୋଲି କୁହାଯାଏ, କିମ୍ବା ଭାଗବତ ବାଣୀକୁ ଆଉ କ'ଣ କୁହାଯାଏ ନା ଗୁଜରୀ ବୋଲି କୁହାଯାଏ ହେଲା। ତ ମନେକର ଭାଗବତ ବାଣୀର ଅକ୍ଷର ସଂଖ୍ୟା ପଚାରି ଦେଇଥିବ, ନହେଲେ ଗୁଜରୀର ଅକ୍ଷର ସଂଖ୍ୟା ପଚାରି ଦେଇଥିବ ହେଲା। ତ ତାର ଅକ୍ଷର ସଂଖ୍ୟା ହେଉଛି 9 ହେଲା। ତ ଏଇଠି ଆମେ ଦେଖିବ ରାମକେରି, ଚକ୍ରକେଳି, ଗୁଜରୀ। ଦେଖ ଆମର ଫାଷ୍ଟ ଅକ୍ଷର ସଂଖ୍ୟା ଆମେ ମନେ ରଖିଲେ 16 ବୋଲି। 16ରୁ ଆମେ ତଳକୁ ଖସିବା, ମାନେ ମାଇନସ୍ରେ ଚାଲିବ ଏନେ ହେଲା। 16ରୁ ଆମର ଆସିବ 11, 11ରୁ ଆସିବ ଆମର 9 ହେଲା। ରାଚ 16, 11, 9। ରାମଗିରି, ଚକ୍ରକେଳି, ଗୁଜରୀ 16, 11, 9 ମାଇନସ୍ରେ ମାଇଣ୍ଡ ସେଟ୍ କରିବାର ମାଇନସ୍ରେ ଆସିବ ହେଲା। ତାପରେ ହେଉଛି ରାଚ ମୁର ହେଉଛି ମୁଖାରୀର ଅକ୍ଷର ସଂଖ୍ୟା କେତେ? 10। ଦେଖ 16ରୁ ଆସିଲା 11, 11ରୁ ଆସିଲା 9, 9ରୁ ପୁଣି ବଢ଼ିବ ହେଲା। 9ରୁ ବଢ଼ିବ ହେଲା। ତ 9 ପରେ ଆସିବ ଆମର 10। ମୁଖାରୀ ହେଉଛି 10 ହେଲା। ରାଚ ଗଲା। ରାଚ ଗୁମୁର କକା କ'ଣ? କରେ ହେଉଛି କଳହଂସ କେଦାର। କ'ଣ କରେ ହେଉଛି କଳହଂସ କେଦାର। ସର୍ଟ ଟ୍ରିକ୍ସ ମନେ ରଖିଲେ ଛନ୍ଦ କିଛି ମନେ ରଖିବା ଦରକାର ନାହିଁ। ଅକ୍ଷରକୁ ଖାଲି ଟିକେ ଟ୍ରିକ୍ ବୋଲେଇବ, କେଉଁଠି କମିଲା କେଉଁଠି ବଢ଼ିଲା, କମି ଆସିଲେ କେଉଁଠି 16 ପରେ 9, 11 ପରେ 9 ପରେ ମୁଖରୀ ହେଉଛି 10। ତାପରେ କଳହଂସ କେଦାର ହେଉଛି ଅକ୍ଷର ସଂଖ୍ୟା 12। ଏଇଠି ପୁରା ବଢ଼ିବ ଯେ କେଉଁଠି ଗୋଟେ 10 ପରେ 12, 12 ପରେ 17, ଏମିତି ସବୁ ଦେଖି ଚାଲିବ ହେଲା। ତ କକା କର ହେଉଛି କଳହଂସ କେଦାର ଗଲା ଅକ୍ଷର ସଂଖ୍ୟା 12। ତାପରେ ଆମର ଆସିଲା ହେଉଛି କାରେ ହେଉଛି କ'ଣ ନା କାଳୀର ଅକ୍ଷର ସଂଖ୍ୟା ହେଉଛି 17 ହେଲା। ତାପରେ ରାଚ ଗୁମୁର କକା ଗଲା। ତ କକା କିଏ ଆସିବେ? ବିଭୁ ଆଉ ବିନ। ତ କକା ବିଭୁ ବିରେ ହେଉଛି କ'ଣ? ବଙ୍ଗଳାଶ୍ରୀର ଅକ୍ଷର ସଂଖ୍ୟା ହେଉଛି କେତେ ନା 20। ବଙ୍ଗଳାଶ୍ରୀର ଅକ୍ଷର ସଂଖ୍ୟା ହେଉଛି 20 ହେଲା। ଆଉ ଆମର ତାପରେ ଭୂର ହେଉଛି ଭୋପାଳର ଅକ୍ଷର ସଂଖ୍ୟା କେତେ ନା 24। ବିଭୁ ଗଲା, ତାର କକା ଗଲେ କିଏ? ବିଭୁ। ତାପରେ ବିନ ଆସିବେ। ବିରେ ହେଉଛି ବିଭାସ ଗୁଜରୀ। ବିଭାସ ଗୁଜରୀର ଅକ୍ଷର ସଂଖ୍ୟା ହେଉଛି 26। 9ରେ ହେଉଛି ନଟବାଣୀ। ଏଇଠି ବି ସେଇଭଳିଆ ମନେ ରଖିବ ନଟବାଣୀର ଅନ୍ୟ ନାମ ହେଉଛି ବିଭାସ କେଦାର। କ୍ୱେଶ୍ଚିନ୍ ଆସିପାରେ ବିଭାସ କେଦାରର ଅକ୍ଷର ସଂଖ୍ୟା କେତେ ବା ନଟବାଣୀର ଅକ୍ଷର ସଂଖ୍ୟା କେତେ।
ତ କିମ୍ବା ଗୋଟେ ଦେଇଥିବ ପୋଏମ୍ଟେ ମାନେ ଗୋଟେ ପଦଟେ ଦେଇଥିବ ତ ତାର ଏଇଟା ଦେଇଥିବ ମନେକର 4ଟା ଅପସନ୍ରୁ ଗୋଟେ ଥିବ ବିଭାସ କେଦାର ଥିବ, ନଟବାଣୀ ନଥିବ ତ ବିଭାସ କେଦାରକୁ ଅପସନ୍ କରିବ, କିମ୍ବା ନଟବାଣୀ ଥିବ ବିଭାସ କେଦାର ନଥିବ ତ ନଟବାଣୀକୁ ଅପସନ୍ରେ ତାକୁ ଟିକ୍ କରିବ। ତ ତାର ଅକ୍ଷର ସଂଖ୍ୟା ହେଉଛି 12। ସରେ ହେଉଛି କ'ଣ? ସଚୋର। ସରେ ହେଉଛି ଶଙ୍କରାଭରଣର ଅକ୍ଷର ସଂଖ୍ୟା ହେଉଛି 14। ଏଇଠି ଦେଖ ଆମର ଯେଉଁ ମୁଖାରୀ ପରେ ମୁଖାର ଅକ୍ଷର ସଂଖ୍ୟା 10 ଥିଲା, ତ 10ରୁ ବଢ଼ି ଆସିଲା 10 ପରେ 12 ପରେ 17 17ରୁ 10 ପରେ 12 ପଡ଼ିଲା 17 ପୁଣି ପଡ଼ିଲା 20ରୁ ବଢ଼ିଲା 24ରୁ ବଢ଼ିଲା 26 ପରେ ଦେଖନ୍ତୁ ନଟବାଣୀ ବିଭାସ କେଦାର ଅଛି 26ରୁ ପୁଣି କମିଗଲା, ଡାଇରେକ୍ଟ କମିଗଲା କେଉଁଠି ନମ୍ବରକୁ ମନେ ରଖିବ ନା 12କୁ କମିଗଲା, କେଉଁଠିକି ନା 12ରୁ କମିଗଲା। ଏଇଠି କମିଲା ପରେ ପୁଣି ଏଠୁ ସେଠି କିନ୍ତୁ ବଢ଼ିବ, ଦେଖ ଶଙ୍କରାଭରଣରେ 2 ବଢ଼ିଲା, 2 ବଢ଼ିଲେ 14 ହେଲା, 12ରେ 2 ମିଶିଲେ 14 ହେଲା, ଶଙ୍କରାଭରଣ 14। ଶଙ୍କରାଭରଣ ହେଉଛି 14। ତାପରେ ସଚୋର ହେଉଛି ଚୋଖିଟା ପୁରା 29, 26ରୁ 12କୁ ଖସି ଆସିଥିଲା ତ 12ରୁ ବଢ଼ୁଛି, 2 ବଢ଼ିଲେ 14 ହେଇଗଲା, 14ରୁ ଡାଇରେକ୍ଟ ବଢ଼ିଲା କେଉଁଠିକି ନା 29କୁ, ଚୋଖି ହେଉଛି 29। ସଚୋର ରହୁଛି ଋଷିକୂଲ୍ୟାଟାକୁ କେମିତି ମନେ ରଖିବା ନା ପ୍ରତ୍ୟେକ ତାର ପାଦ ସଂଖ୍ୟା ହେଉଛି 6 ପାଦ ବିଶିଷ୍ଟ, ପ୍ରତ୍ୟେକ ପାଦ 6 ପାଦ ବିଶିଷ୍ଟ। ଏଠୁ 6 ପାଦରୁ ଆମେ କେମିତି ଜାଣିବା ନା ପ୍ରତ୍ୟେକ ଯେଉଁ ପ୍ରଥମ ଦ୍ୱିତୀୟ ତୃତୀୟକୁ ଗଣିଦେବ, କେମିତି ଜାଣିବ ନା ଋଷିକୂଲ୍ୟା ବୋଲି ନା କ୍ୱେଶ୍ଚିନ୍ ଯେତେବେଳେ ଆସିବ ଗୋଟେ ପୋଏମ୍ ପଦଟେ ଦେଇଥିବ ଆଉ ତାର ଅପସନ୍ ଦେଇଥିବ, ଆମେ କେମିତି ଜାଣିବା ରସକୂଲ୍ୟା ବୋଲି ନା ରସକୂଲ୍ୟା ହେଉଛି ତାର ଦେଖିବ ପାଦଟା ଗଣିଦେବ, କେତେ ପାଦ ନା 6 ପାଦ ବିଶିଷ୍ଟ ଅଛି। ଆଚ୍ଛା ଠିକ୍ ଅଛି, ତ ପ୍ରଥମ ଦ୍ୱିତୀୟ ତୃତୀୟ 11 ପାଦ ଅକ୍ଷର, 11ଟା ଅକ୍ଷର, ପଞ୍ଚମ ପାଦଟା 8, 6ଟା ହେଉଛି 20। ତ ରସକୂଲ୍ୟାର 11 8 20କୁ ମନେ ରଖିବ ନା ଫାଷ୍ଟ 4ଟା 11, ପଞ୍ଚମ ଅକ୍ଷର 8 ଅକ୍ଷର ବିଶିଷ୍ଟ, ଷଷ୍ଠ ହେଉଛି 20 ଅକ୍ଷର ବିଶିଷ୍ଟ ହେଲା। ଏବେ ମୁଁ ଆଉ ଗୋଟେ ଜିନିଷ ଦେଖାଉଛି ଏଇଠି ନା, ଦେଖନ୍ତୁ ଯେଉଁ ଆମର ଅକ୍ଷର ସଂଖ୍ୟା ଦେଖ ଏଠି ମୁଁ ଲେଖିଦିଏ ସାଇଡ଼୍ରେ, କମିଲା କେଉଁଠି କେମିତି ବଢ଼ିଲା, ତାପରେ କମିବ ବଢ଼ିବ ହେଲା। ତ ଆଉ ଥରେ ମୁଁ ଦେଖଉଛି ମନେ ରଖିବାକୁ ପଡ଼ିବ, ରାମକେରିଟା ହେଉଛି 16, ରାମକେରିଟା ହେଉଛି 16 ପରେ ତାପରେ ଆସିବ ଆମର 16 ପରେ ଆମର ଦେଖ ମାଇଣ୍ଡ ସେଟ୍ କରିବା, ରାମକେରି ହେଉଛି 16 ପରେ ଆମର ତଳକୁ ମାଇନସ୍ରେ ଚାଲିଲା ତ 16କୁ ଆମର 11ରେ ଆସିଲା, 11କୁ ଆସିଲା କ'ଣ ଚକ୍ରକେଳି, ଚକ୍ରକେଳି ରାଚ ଗୁରୁ ହେଉଛି ଗୁଜରୀ ଭାଗବତ ବାଣୀ, ତ 9 ପରେ ଆମର ଟିକେ ବଢ଼ୁଛି, ତ ବଢ଼ିଲା ପରେ 9ରୁ ଆମର 10କୁ ବଢ଼ୁଛି, 10 କ'ଣ ମୁଖାରୀ ହେଉଛି 10 ପରେ 12 ପରେ 17 ପରେ 20 ପରେ 24 ପରେ 26 ପରେ 12, ପୁଣି ଦେଖ 26ରୁ 10 12 17 20 24 26ରୁ ପୁଣି ଖସିଲା ଡାଇରେକ୍ଟ 26ରୁ 12କୁ ଖସି ଯାଉଛି, ତ 12 ପରେ ଆମର ପୁଣି ଟିକେ ବଢ଼ିଲା ପରେ 14କୁ ବଢ଼ୁଛି, 14 ପରେ 29କୁ ବଢ଼ୁଛି ଆମର ଚୋଖି। ତାପରେ ରସକୂଲ୍ୟାଟା ହେଉଛି ଆମର 6 ପାଦ ବିଶିଷ୍ଟ, ତାର ରୁଲ୍ ରେଗୁଲେସନ୍ ଅଲଗା। ତ ପ୍ରଥମ 4ଟି ଆମର ହେଉଛି 11 ଅକ୍ଷର, ପଞ୍ଚମଟା ହେଉଛି 8 ଅକ୍ଷର ବିଶିଷ୍ଟ, ଷଷ୍ଠଟା ହେଉଛି 20 ଅକ୍ଷର ବିଶିଷ୍ଟ। ତ ଏଠି ଆମେ ଦେଖିବା ଛନ୍ଦର, ଯଦି ଆମର ସର୍ଟ ଟ୍ରିକ୍ସ ଆପଣଙ୍କୁ ହେଲ୍ପ ହେଇଥାଏ କିମ୍ବା ଆପଣଙ୍କୁ ଭଲ ଲାଗିଥାଏ ଏଇ ସର୍ଟ ଟ୍ରିକ୍ସ, ତ ନିଶ୍ଚିତ ଭାବରେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଥିବେ, ନିଶ୍ଚିତ ଭାବରେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କ ୟୁ।